ମୁଁ ସୁବ୍ରଜିତ TR24 ନ୍ୟୁଜ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆମେ ଆଜି ଆପଣଙ୍କୁ ଏଭଳି ଏକ ଦୃଶ୍ୟ ଦେଖାଇବୁ ଯେଉଁଠିକି ସାରା ଗାଁ ଆଜି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ସେଇ ଲକ୍ଷ୍ମୀ ନାରାୟଣଙ୍କର ନୂତନ ଭବ୍ୟ ମନ୍ଦିରର ଆଜି ହେଉଛି ପ୍ରାଣ ପ୍ରତିଷ୍ଠା। ଆସନ୍ତୁ ଆମର ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ଆମେ ଦେଖିବା। ନମସ୍କାର, ମୁଁ ସୁବ୍ରଜିତ TR24 ନ୍ୟୁଜ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆମେ ଆସି ପହଞ୍ଚିଛୁ ଭଦ୍ରକ ଜିଲ୍ଲା ସାହାଡ଼ା ଗ୍ରାମ ପଞ୍ଚାୟତ ବାଇଦାସ ସାହିରେ। ଏ ଦୃଶ୍ୟ ଆପଣଙ୍କୁ ଦେଖାଉଛୁ। ଏ ଦୃଶ୍ୟ ହେଉଛି ନୂତନ ଲକ୍ଷ୍ମୀ ନାରାୟଣ ମନ୍ଦିର ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା। ଆଜି ହେଉଛି ତାର କଳସ ଶୋଭାଯାତ୍ରା। ଆଜି ମନ୍ଦିରର କାର୍ଯ୍ୟ ଆରମ୍ଭ। ସେହି ଅବସରରେ ଏ ଦୃଶ୍ୟ ଦେଖୁଥିବେ। ଇଏ ହେଉଛି ଯଜ୍ଞ ମଣ୍ଡପ। ସୁନ୍ଦର ସାଜସଜ୍ଜା ଯେ କି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି এই ବାଇଦାସ ସାହିରେ। ଏ ଦେଖିପାରୁଥିବେ ନୂତନ ଭବ୍ୟ ମନ୍ଦିରର ଯେ କି ଯଜ୍ଞ ସ୍ଥାନ। ଏଠି ଯଜ୍ଞ ପାଠ କରାଯିବ ଯଜ୍ଞ ମଣ୍ଡପରେ। ଆସନ୍ତୁ, ଆମ ପାଖରେ ପଣ୍ଡିତ ଅଛନ୍ତି, ଆମେ ତାଙ୍କର ପ୍ରତିକ୍ରିୟା ନେବା। ସାର୍, TR24 ନ୍ୟୁଜ ଆପଣଙ୍କୁ ସ୍ୱାଗତ ଜଣାଉଛି। ଆପଣଙ୍କ ପରିଚୟ? ମୋ ନାଁ ନୀଳମାଧବ ମିଶ୍ର। ଆଜି ଏଇ ଯୋଉ ନୂତନ ଭବ୍ୟ ମନ୍ଦିର ଲକ୍ଷ୍ମୀ ନାରାୟଣ ମନ୍ଦିର, ଆଜି ଏଇ ଯୋଉ କାର୍ଯ୍ୟକ୍ରମ କଣ ଅଛି? ଆଜି ତ କଳସ ଶୋଭାଯାତ୍ରା ଚାଲିଛି। କଳସ ଶୋଭାଯାତ୍ରା ଚାଲିଲା ପରେ ଆଉ ଯଥାଶକ୍ତି ପୂଜା କିଛି ହବ। ଆଉ ଆଜି କିଛି କାମ ନାହିଁ, ବେଶୀ କାମ ନାହିଁ। କାଲିଠୁ କାମ ଆରମ୍ଭ ହବ। କାଲି କଣ କାର୍ଯ୍ୟକ୍ରମ ରହିଛି ଆମ ଦର୍ଶକ ମାନଙ୍କୁ ଟିକେ କୁହନ୍ତୁ। କାଲି ବହୁତ ବିଭିନ୍ନ ପ୍ରକାର କାମ ଅଛି। ଆଜି ତ ଆପଣ ଦେଖି ଜାଣିପାରୁଥିବେ। ତଥାପି ମନ୍ଦିରରେ କାଲି ଆମର କାମ ଅଛି। ଅଗ୍ନି ସଂସ୍କାର କରାଯିବ, ଆଉ ମଣ୍ଡଳାଇ ପୂଜା କରାଯିବ। ଯଦି କଳସ ଆସିବ କଳସ ପୂଜା କରାଯିବ। ଭଗବାନଙ୍କର ମୂର୍ତ୍ତି ଜୀବନ୍ୟାସ କରାଯିବ। ମନ୍ଦିର ଶିଖର ସ୍ନାନ କରାଯିବ। ଏମିତି ଅନେକ କାର୍ଯ୍ୟ। କେତେ ଜଣ ପଣ୍ଡିତ ଆସିଛନ୍ତି? ପଣ୍ଡିତ ଆମର 11 ଜଣ ପଣ୍ଡିତ ଅଛନ୍ତି। କୋଉ ଜାଗାରୁ ଆସିଛନ୍ତି? ସବୁ ବିଭିନ୍ନ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଛନ୍ତି। ଭଦ୍ରକରୁ ଆସିଛନ୍ତି, ବାଲେଶ୍ୱର ଆସିଛନ୍ତି, ଯାଜପୁର ଆସିଛନ୍ତି, ପୁରୀରୁ 2 ଜଣ ଆସିଛନ୍ତି। ଇଏ ଦେଖୁଥିଲେ ଦୃଶ୍ୟ, ପଣ୍ଡିତ କହୁଥିଲେ ଯେ କି 11 ଜଣ ପଣ୍ଡିତ ଆସିଛନ୍ତି ସେଇ ଲକ୍ଷ୍ମୀ ନାରାୟଣ ଅନନ୍ତ ନୂତନ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରିବେ। ଦେଖନ୍ତୁ କାରୁକାର୍ଯ୍ୟ କିଭଳି ହେଇଛି। ଦେଖନ୍ତୁ ଇଏ ସୁନ୍ଦର କାରୁକାର୍ଯ୍ୟ। ଏ ମନ୍ଦିରଟି କେତେ କିଭଳି ନିର୍ମିତ ହେଇଛି ଦେଖନ୍ତୁ। ଏ ମନ୍ଦିର ସବୁ କାଠରେ ନିର୍ମିତ ହେଇଛି। ଦେଖନ୍ତୁ ଏର ବର୍ତ୍ତମାନ ଆମେ ଆପଣଙ୍କୁ ଦେଖାଉଛୁ ଇଏର ଯେ କି ମୁଖ୍ୟ ଦ୍ୱାରର ଚିତ୍ର। ଏ ମୁଖ୍ୟ ଦ୍ୱାରଟି କେତେ ସୁନ୍ଦର କାରୁକାର୍ଯ୍ୟ ହେଇଛି। ଗଜାନନଙ୍କର ମୂର୍ତ୍ତି ମଧ୍ୟ ଅଛି। ଏପାଖେ ଲକ୍ଷ୍ମୀ ନାରାୟଣଙ୍କର ମୂର୍ତ୍ତି ମଧ୍ୟ ଏ ମନ୍ଦିରରେ ଦେଖନ୍ତୁ ମୂର୍ତ୍ତି ମଧ୍ୟ ଅଛନ୍ତି। ଏ ମନ୍ଦିରଟି ସୁନ୍ଦର କାରୁକାର୍ଯ୍ୟ ହେଇଛି। ଆମେ ଆପଣଙ୍କୁ ଏ ଦୃଶ୍ୟ ଦେଖାଉଥିଲୁ। ଇଏ ହେଉଛି ଏପଟେ ଦେଖନ୍ତୁ ଯଜ୍ଞ ଯୋଉଠି ହବ ଯଜ୍ଞ ମଣ୍ଡପ। ଇଏ ହେଉଛି ଯଜ୍ଞ ମଣ୍ଡପର ଦୃଶ୍ୟ। ଇଏ ଆମର ହିନ୍ଦୁ ଧର୍ମ ହେଉଛି ଏକ ଆଧ୍ୟାତ୍ମିକ ଚିନ୍ତା ଚେତନାର ଧର୍ମ। ଏ ଦେଖନ୍ତୁ ମା ମାନେ ସେ ଲକ୍ଷ୍ମୀ ନାରାୟଣଙ୍କର ସାନିଧ୍ୟ ପାଇବା ପାଇଁ ଖାଲି ପାଦରେ ଦୀର୍ଘ 4 କିଲୋମିଟର କଳସ ଧରି ଯାତ୍ରା କରୁଛନ୍ତି ସେଇ ଲକ୍ଷ୍ମୀ ନାରାୟଣଙ୍କର ସାନିଧ୍ୟ ପାଇବା ପାଇଁ। ଏ ଦୃଶ୍ୟ ଆପଣଙ୍କୁ ଦେଖାଉଛୁ। ଇଏ ହେଉଛି ପ୍ରଭୁ କୃପା ପାଇବା ପାଇଁ ଏ ମା ମାନେ କଳସ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ଦେଖନ୍ତୁ ଶହ ମହିଳା ମାନେ ବର୍ତ୍ତମାନ ସେଇ ଲକ୍ଷ୍ମୀ ନାରାୟଣଙ୍କର ଆଶୀର୍ବାଦ ପାଇବା ପାଇଁ, ଲକ୍ଷ୍ମୀ ନାରାୟଣଙ୍କର ସାନିଧ୍ୟ ପାଇବା ପାଇଁ ଏ ଆଗେଇ ଆସିଛନ୍ତି। ସେଇ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ଯେ କି ମନ୍ଦିର ରେ ପ୍ରତିଷ୍ଠା ହେବେ। ଏ ଦେଖିପାରୁଥିବେ ପାର୍ଶ୍ୱ ଦେବତା ଯେ କି ଅଛନ୍ତି। ସମସ୍ତ ଦେବାଦେବୀ ମଧ୍ୟ ମୂର୍ତ୍ତି ବର୍ତ୍ତମାନ ଅଛି। ଯେ କି ବାଇଦାସ ସାହିର ଏତେ ବଡ଼ ନିଷ୍ପତ୍ତି ଯେ କି ଲକ୍ଷ୍ମୀ ନାରାୟଣ ମନ୍ଦିର ତିଆରି କରିବାର ନିଷ୍ପତ୍ତି ଯେ ନେଇଛନ୍ତି। ଆମେ ସେଇ ପ୍ରତିଷ୍ଠାତା ଅଛନ୍ତି ଓମକାର ସାହୁ। ଆମେ ତାଙ୍କର ପ୍ରତିକ୍ରିୟା ନେବା। ସାର୍, TR24 ନ୍ୟୁଜକୁ ସ୍ୱାଗତ। ଆପଣଙ୍କ ପରିଚୟ? ନମସ୍କାର, ଦିବାକର ସାହୁ। କ'ଣ କହିବେ ଆଜି ଏ ଯେଉଁ ଏତେ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯେଉଁ ଲକ୍ଷ୍ମୀ ନାରାୟଣ ମନ୍ଦିର ଯିଏକି ପ୍ରତିଷ୍ଠା କରିଛନ୍ତି, ତାର କ'ଣ ଏ ସଫଳତା ପଛରେ କାରଣ କ'ଣ? କାରଣ ବହୁତ କିଛି ସେ ତ ଆମେ ଜାଣିନାହାନ୍ତି, କିନ୍ତୁ ମୋର ସ୍ୱପ୍ନ ଥିଲା ଏ ଠାକୁର ବାପାଙ୍କର 100 ବର୍ଷ ଧରି, ଯାହାକି ମୋର ଗୋଟେ ସ୍ୱପ୍ନ ଥିଲା। ମୁଁ ଛୋଟବେଳେ ସ୍ୱପ୍ନ ରଖିଛି। ଯେତେ ଦିନ ହେଲା ମୋ ଠାକୁରଙ୍କର ଇଏ ଭିତରେ ଆସି ରହିଲେ ସ୍ୱପ୍ନ ରଖିଥିଲି ଯେ ମନ୍ଦିରଟେ କରିବି। ସେ ବି ବହୁତ ଦିନ ହେଲା କରିପାରୁଥିଲି। ମୋର କିଛି ଗାଁ ବନ୍ଧୁମାନେ କି ମୋର ଗାଁ ଭାଇମାନେ ବହୁତ ମୋତେ ହେଲ୍ପ କଲେ କରିବା ପାଇଁ। କି ମୋର ହେଉଛି ପଞ୍ଚାୟତର ବହୁତ ବି ଲୋକମାନେ ମୋତେ ହେଲ୍ପ କରୁଛନ୍ତି କରିବା ପାଇଁ। ବହୁତ ହେଲ୍ପ ଦ୍ୱାରା ମୁଁ ଆଜି ମନ୍ଦିର ମାନେ
प्रतिक्रिया नवा आम पाखे भक्त अच्छा जे कि 108 कलश नहीं कि माँ मैंने आसी आम प्रतिक्रिया नवा मैडम TR24 न्यूज आपको स्वागत आज्ञा धन्यवाद। आपको परिचय रश्मि प्रभा साहू। ये जो बाईदास साहि जो लक्ष्मी नारायण मंदिर नूतन मंदिर प्रतिष्ठा होची आपण आसीचंती कलश बढ़ाई कौन कहिबे? तो आमर आज साहाड़ा बाईदास साही ग्राम रे एक नूतन लक्ष्मी नारायण मंदिर प्रतिष्ठा उत्सव। तो आज कलश शोभा यात्रा रे मु प्रथम थर आछि तो मते बहुत खुशी लागुची। कौन आज उपवास अछंती आज्ञा कौन माने लक्ष्मी नारायण को कौन दुख मनाइबे? तो जेहेतु घर पाखरे लक्ष्मी नारायण को मंदिर तो बहुत खुशी लागिबो किछि भी दुख की विपद आसले जाइके सांग सांग मां को दर्शन करि परिबो। दुख हो तो सब बेले जेहेतु पाखरे हम सब बेले जाइके मां को दर्शन करके पुण्य लाभ करिवो। कहते सुख हो कि दुख हो आम सब बेले से दर्शन तांकर करूताऊ एही आम पाखे आउ जने भक्त अच्छा प्रतिक्रिया ना मैडम TR24 न्यूज को स्वागत आपन परिचय सबिता बेहेरा। कौन कहबे आज जो उपवास रही जे कि कलश बढ़ावा पई आछंती कौन कहबे? आज सकाळु उपवास रही आमे माने समस्ते कलश नहीं कि 2-2.5 किलोमीटर दूर चली आसिकी जेते कष्ट हो पछके गुडा काटो पछके हमके किछ जणा पड़ी नाही। आम पाखे आउ जने श्रद्धालु अछंती तांकर प्रतिक्रिया ना मैडम TR24 न्यूज को स्वागत कौन कहबे आज केते? आज बहुत खुशी लागुची। कौन कहबे आज कलश बढ़ावा कलश बढ़ा ठाकुर जेमि हम आशीर्वाद करे आमे जिमि भल रहिमु ए भय सावर से हम ठाकुर हम संग जिमि रहिबे उपवास रखिछंती उपवास रहिछु कौन खाइबे कि जाय नहीं कोन नाही खाली हम पणा पीकी रहिछु। न्यूज को आपन को स्वागत आपन परिचय जय जगन्नाथ मु हूँ अभय कुमार पंडा मोर डाकना हूँ टुटू नाना। आज जो भव्य मंदिर टी प्रतिष्ठा होगा जाऊँगी ये प्रभु श्री श्री लक्ष्मी अनंत नारायण विग्रह मंदिर प्रतिष्ठार आज द्वितीय दिवस। आज हूँ कलश यात्रा ये कलश यात्रा बहु संख्यार बहु भक्त मान श्रद्धा पूर्वक आगमन ये जो आगमन रे आज प्रफुल्लित हो उठी ग्रामवास ग्राम ए सहर ए आमर जो समस्त प्रकार जो व्यवस्था करा जायछि ताहा आज केमिति प्रभुंकर कार्यटी कौन सी बाधा विघ्न न होई संपूर्ण रूप से जमीती कार्यटी सिद्धि हम से प्रभुंकर समस्ते समस्ते प्रभुंकर पाद पद्म लय रखिछंती जे कि पत्थर रे कौन सी धातु रे निर्मित होउचंती देवादेवी किंतु आमे जीवंत माँ काली माता वर्तमान आम पाखे अच्छा जे कि समाज को वार्ता दौरान से जीवित अवस्था रे वर्तमान मनुष्य कृत काली माता यही आम पाखे उभाई माँ आपण को प्रणाम आपण को परिचय मिश्र मिश्र ये जो काली माता बेश ये जो मनीष खपुरी बेकर धारण करी ये जो हाथ रे अस्त्र धारण करी ये जो आपण को जो देखाउचंती समाज को आम जनाऊँ से भगवान विश्वास रखु भगवान अच्छा से जानतु सेतिपति समस्त को तांकर निवेदन थिला जे कि समस्ते भाईचारा सहित आध्यात्मिक को बजाई रखंतु। भद्रक जिलू संवाददाता सुब्रजित पाल रिपोर्ट TR24 न्यूज।